ୱେଲକମିଂ ଟୁ ମାଇ ଚ୍ୟାନେଲ୍ ନଲେଜ୍ ହବ୍ କମଲେଶକୁ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଆଜି ଆମେ ଶିଶୁ ଦିବସ ଭାଷଣ ଶିକ୍ଷକମାନଙ୍କ ପାଇଁ କିଛି ଆଲୋଚନା କରିବୁ। ଆପଣମାନେ ମନ ଦେଇ ଶୁଣନ୍ତୁ। ଆଦରଣୀୟ ପ୍ରଧାନ ଶିକ୍ଷକ ମହାଶୟ, ସମ୍ମାନିତ ସହଶିକ୍ଷକ ଓ ମୋର ପ୍ରିୟ ଶିଶୁମାନେ, ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶିଶୁ ଦିବସର ଅଭିନନ୍ଦନ। ଆଜି ଆମେ ସମସ୍ତେ ଏକ ବିଶେଷ ଦିନ ପାଳନ କରୁଛୁ, ଶିଶୁ ଦିବସ, ଯାହା ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଏ। ନେହେରୁଜୀ ଶିଶୁମାନଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ସେ କହୁଥିଲେ, ଆଜିର ଶିଶୁମାନେ ହେଉଛନ୍ତି ଆଗାମୀକାଲିର ନାଗରିକ। ତାଙ୍କ ଏହି ଶିଶୁ ପ୍ରେମ ହିଁ ତାଙ୍କୁ ଚାଚା ନେହେରୁ ଭାବେ ପ୍ରସିଦ୍ଧ କରିଥିଲା। ଶିଶୁ ଜୀବନର ନିର୍ମଳ ଫୁଲ। ଶିଶୁମାନେ ହେଉଛନ୍ତି ଜୀବନର ନିର୍ମଳ ଫୁଲ। ଯେପରି ଗଛ ବଢ଼ିବା ପାଇଁ ଜଳ ଓ ସୂର୍ଯ୍ୟାଲୋକ ଆବଶ୍ୟକ, ସେପରି ଶିଶୁମାନଙ୍କ ମନୋବିକାଶ ପାଇଁ ପ୍ରେମ, ଶିକ୍ଷା ଓ ସେବା ଆବଶ୍ୟକ। ଶିକ୍ଷକଙ୍କ ଭୂମିକା। ଆମେ ଶିକ୍ଷକମାନେ କେବଳ ପାଠ ଶିଖାଇ ନଥାଉ, ଆମେ ମଣିଷ ଗଢ଼ୁଛୁ। ପ୍ରତ୍ୟେକ ଶିଶୁ ଅଲଗା, ତାଙ୍କ ଦକ୍ଷତା ଓ ଭାବନା ଅଲଗା। ଆମର କାମ ହେଉଛି ସେମାନଙ୍କ ମଧ୍ୟରୁ ସେହି ଚମକିଲା ଆଲୋକକୁ ଖୋଜିବା ଓ ତାହାକୁ ପ୍ରଜ୍ଞାଳିତ କରିବା। ଉଦାହରଣ ମାଧ୍ୟମରେ ଆମେ କିଛି କହିବା। ଲୁଚିଥିବା ପ୍ରତିଭା। ଏକ ଛାତ୍ର ଥିଲେ, ସେ ପାଠରେ ଅତି ଭଲ ନୁହେଁ, କିନ୍ତୁ ଗୀତ ଗାଇବାରେ ଅଦ୍ଭୁତ ଦକ୍ଷ। ପୂର୍ବେ ତାକୁ ସେହି ଯୋଗ୍ୟତା ପାଇଁ କେହି ଧ୍ୟାନ ଦେଇନଥିଲେ, କିନ୍ତୁ ଯେତେବେଳେ ତାଙ୍କ ଶିକ୍ଷକ ତାଙ୍କ ଗାନ ଶୁଣି ସ୍କୁଲ ସଭାରେ ଗାଇବା ଅବସର ଦେଲେ, ତାଙ୍କ ଆତ୍ମବିଶ୍ୱାସ ବଢ଼ିଲା। ସେହି ଦିନରୁ ସେ ପାଠରେ ମଧ୍ୟ ରୁଚି ନେବା ଆରମ୍ଭ କଲା। ଏହି ହେଉଛି ଶିକ୍ଷକଙ୍କ ମାୟା, ଯେଉଁଠାରେ ଏକ ଶବ୍ଦ, ଏକ ଅବସର ଏକ ଶିଶୁର ଜୀବନ ବଦଳାଇ ଦେଇପାରେ। ଶିଶୁ ଓ ଶିକ୍ଷାର ଅର୍ଥ। ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷା ନୁହେଁ। ଶିକ୍ଷା ମାନେ ହେଉଛି ସତ୍ୟ, ମୂଲ୍ୟବୋଧ, ଦୟା ଓ ସମ୍ବେଦନା। ଯେତେବେଳେ ଏକ ଶିଶୁ ଜଣେ ଅନ୍ୟକୁ ସହାୟତା କରେ, ବୃଦ୍ଧଙ୍କୁ ସମ୍ମାନ ଦିଏ ଓ ଜୀବଜନ୍ତୁଙ୍କୁ ଭଲ ପାଏ, ସେତେବେଳେ ଶିକ୍ଷକ ଭାବେ ଆମର ଜୀବନ ସାର୍ଥକ ହୁଏ। ଉଦାହରଣ 2, ଜୀବନ ଶିକ୍ଷା। ଏକ ଦିନ ବର୍ଷା ହେଉଥିଲା। ସ୍କୁଲ ଗେଟ୍ ଠାରେ ଏକ ବୃଦ୍ଧ ଲୋକ ଭିଜୁଥିଲେ। ଏକ ଛାତ୍ର ତାଙ୍କ ଛତା ଦେଇ କହିଲା, ଆପଣ ଏହା ନିଅନ୍ତୁ ସାର୍, ମୁଁ ଘରେ ଦୌଡ଼ିଯିବି। ମୁଁ ତାକୁ ପଚାରିଲି, କାହିଁକି ଦେଲୁ ଛତା? ସେ କହିଲା, ସାର୍, ସବୁବେଳେ କୁହନ୍ତି, ସେୟାରିଂ ଇଜ୍ କେୟାରିଂ। ତାହା ମୋତେ ଶିଖାଇଲା, ଶିଶୁମାନେ ଆମେ କହୁଥିବାକୁ ନୁହେଁ, ଆମେ କରୁଥିବାକୁ ଶିଖନ୍ତି। ନୂଆ ପିଢ଼ି, ନୂଆ ଚ୍ୟାଲେଞ୍ଜ। ଆଜିର ଶିଶୁମାନେ ଡିଜିଟାଲ ଦୁନିଆରେ ବଢ଼ୁଛନ୍ତି। ମୋବାଇଲ, ଇଣ୍ଟରନେଟ୍, ଗେମ୍ ଓ ସୋସିଆଲ ମିଡ଼ିଆ ସେମାନଙ୍କ ଦୈନିକ ସାଥୀ। ଏହା ଜ୍ଞାନ ଦେଉଛି, କିନ୍ତୁ ସେହି ସହିତ ବିପଦ ମଧ୍ୟ ଆଣୁଛି। ସେଥିପାଇଁ ଆମେ ଶିକ୍ଷକମାନେ ଏହି ନୂଆ ପିଢ଼ିକୁ ସଠିକ୍ ଦିଗରେ ଦାୟିତ୍ୱ ନେବା ଆବଶ୍ୟକ। ତାଙ୍କୁ ଶିଖାଇବା ଆବଶ୍ୟକ, ପ୍ରଯୁକ୍ତି ଆପଣଙ୍କ ସହାୟକ, ଶାସକ ନୁହେଁ। ଶିଶୁମାନଙ୍କ ପାଇଁ ବାର୍ତ୍ତା। ମୋ ପ୍ରିୟ ଶିଶୁମାନେ, ତୁମେ ହସୁଥିବା ବେଳେ ଆମର ସ୍କୁଲ ହସେ। ତୁମେ ପଚାରୁଥିବା ପ୍ରଶ୍ନ ଆମକୁ ଚିନ୍ତା କରାଏ ଓ ତୁମେ ସଫଳ ହେଉଥିବା ବେଳେ ଆମ ହୃଦୟ ଗର୍ବରେ ଭରିଯାଏ। ତୁମେ ଆମର ଅସଲ ସଫଳତା, ଆମର ଆଶା ଓ ଆଗାମୀକାଲିର ଆଶା। ଶିକ୍ଷକ ଅଭିଭାବକଙ୍କ ପାଇଁ ସଂକଳ୍ପ। ଆସନ୍ତୁ ଆଜି ଆମେ ସମସ୍ତେ ଏହି ଶିଶୁ ଦିବସରେ ସଂକଳ୍ପ ନିଅ, ଆମେ ଶିଶୁମାନଙ୍କୁ ଶୁଣିବା, କେବଳ କହିବା ନୁହେଁ। ଆମେ ତାଙ୍କୁ ପ୍ରେରଣା ଦେବା, ଚାପ ନୁହେଁ। ଶିକ୍ଷାକୁ ଆନନ୍ଦ ଓ ଅନୁଭବର ଯାତ୍ରା କରିବା। ସମାପନ। ଚାଚା ନେହେରୁ କହୁଥିଲେ, ଶିଶୁମାନଙ୍କୁ ସଠିକ୍ ଶିକ୍ଷା ଦିଆଗଲେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ। ସେହିପାଇଁ ଆସନ୍ତୁ ଆମେ ସେମାନଙ୍କ ମନରେ ସପନ ଜଳାଇବା, ମୂଲ୍ୟ ରୋପିବା ଓ ଆଗାମୀ ଭାରତକୁ ସେମାନଙ୍କ ହସ ଦ୍ୱାରା ଆଲୋକିତ କରିବା। ଧନ୍ୟବାଦ। ଜୟ ହିନ୍ଦ। ତ ଆପଣମାନଙ୍କୁ ଭିଡ଼ିଓଟି କିପରି ଲାଗିଲା କମେଣ୍ଟରେ ମତାମତ ଦେବେ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ତୁମର ସାଥୀମାନଙ୍କୁ ସେୟାର କରିବେ। ପୁଣି ଦେଖା ହେବା ଆଗାମୀ ଏକ ଭିଡ଼ିଓରେ।